ରାଧେ ରାଧେ। ନମସ୍କାର ବନ୍ଧୁମାନେ, ଆପଣମାନଙ୍କ ସମସ୍ତଙ୍କୁ ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ବନ୍ଧୁମାନେ, ଆଜିର ଏହି ଭିଡିଓରେ ଆମେ ଆପଣମାନଙ୍କୁ ଏପରି ଏକ ରହସ୍ୟମୟ କଥା କହିବାକୁ ଯାଉଛୁ, ଯାହା ଶୁଣିବା ପରେ ଆପଣମାନଙ୍କ ଗୋଡ଼ତଳୁ ମାଟି ଖସିଯିବ। ହଁ, ଏକାବେଳେ ସଠିକ୍ ଶୁଣୁଛନ୍ତି, କାରଣ ଆପଣମାନଙ୍କ ଜୀବନରେ ଏପରି ଏକ ବଡ଼ ଗ୍ରହ ତିଆରି ହେବାକୁ ଯାଉଛି, ଯାହାର ଆପଣମାନେ କେବେ କଳ୍ପନା ମଧ୍ୟ କରିନଥିବେ। ଆଗାମୀ ଘଣ୍ଟା ମଧ୍ୟରେ ଭଗବାନ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ଏକ ଦିବ୍ୟ ଚମତ୍କାର ଘଟିବ, ଯାହା ଦେଖିବା ପରେ ଆପଣମାନଙ୍କ ଗୋଡ଼ତଳୁ ମାଟି ଖସିଯିବ। ଆପଣଙ୍କ ପାଇଁ ଏହା ଯେତେ ଅବାସ୍ତବ ମନେ ହେଉନା କାହିଁକି, ଆଗାମୀ ଘଣ୍ଟା ମଧ୍ୟରେ, ମିନିଟ୍ ସମୟରେ ଆମ ଜୀବନରେ ଆପଣମାନଙ୍କ ହାତକୁ ଲକ୍ଷ ଟଙ୍କାର ନୋଟ୍ ଭର୍ତ୍ତି ଏକ ବଣ୍ଡଲ ଆସିବ। ଏହି ଟଙ୍କା କେବଳ 5 ଜଣ ଲୋକ ପାଇବେ, କାରଣ ବନ୍ଧୁମାନେ, ଏହି ରାଶିର ବହୁତ ବ୍ୟକ୍ତି ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକେ ଅଲଗା ଅଲଗା କାମ କରନ୍ତି। କିନ୍ତୁ ଏହି 5 ଜଣ ଭାଗ୍ୟଶାଳୀ ଲୋକ କିଏ, ଯେଉଁମାନଙ୍କ ବିଷୟରେ ଜାଣିଲେ ଆପଣମାନଙ୍କ ଦେହରେ କାଣ୍ଟା ଦେଇ ଉଠିବ? ଆପଣମାନଙ୍କର କ'ଣ ଏହି 5 ଜଣ ଭାଗ୍ୟଶାଳୀ ସଦସ୍ୟଙ୍କ ମଧ୍ୟରେ ନାମ ଆସିବାକୁ ଯାଉଛି? ଆପଣମାନେ କ'ଣ ଏହି ଲକ୍ଷ ଟଙ୍କାର ପ୍ରକୃତ ଅଧିକାରୀ, ନା ଆପଣମାନଙ୍କ ଘରର କେହି? ଆସନ୍ତୁ, ଏହି ଭିଡିଓରେ ଆପଣମାନଙ୍କୁ ଏହିସବୁ ବିଷୟରେ ବିସ୍ତାରିତ ଭାବରେ ଜଣାଉ। ଭିଡିଓ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ଏକ ବହୁତ ବଡ଼ ରହସ୍ୟର କଥା ଜଣାଇବାକୁ ଚାହେଁ। ଏହି ଭିଡିଓର ମଧ୍ୟଭାଗରେ ଏବଂ ଶେଷରେ ଏକ ଗୁପ୍ତ କଥା ଓ ଗୁପ୍ତ ମନ୍ତ୍ର କୁହାଯାଇଛି, ଯାହା ପାଠ କରିବା ପରେ ଏବଂ ଏହି ଉପାୟଟି କରିବା ପରେ ଆପଣମାନଙ୍କ ଜୀବନର ସମସ୍ତ ସମସ୍ୟା ନିମିଷକ ମଧ୍ୟରେ ଗାୟବ ହୋଇଯିବ। ହଁ, କିଛି ମନୁଷ୍ୟ ନିଜର ଜୀବନ ଓ କାମକୁ ନେଇ ସବୁବେଳେ ଚିନ୍ତାରେ ଥାନ୍ତି ଏବଂ ଭାବନ୍ତି ଯେ କେବେ ଆମର ସ୍ୱପ୍ନ ପୂରଣ ହେବ, କେବେ ଆମେ ନିଜ ଗୋଡ଼ରେ ଠିଆ ହୋଇପାରିବୁ, କେବେ ଆମ ଜୀବନର ପ୍ରକୃତ ସମୟ ଆରମ୍ଭ ହେବ। ସେମାନଙ୍କ ପାଇଁ ହିଁ ଏହି ମହାସଧ ସ୍ୱରୂପ ଉପାୟ ନେଇ ଆସିଛି। ତେଣୁ ଭିଡିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ। ଯଦି ନିଜ ଜୀବନରେ ଭଲ କିଛି ଚାହାନ୍ତି ଏବଂ ଭଗବାନ ଶିବଶମ୍ଭୁଙ୍କ ଆଶୀର୍ବାଦ ପାଇବାକୁ ଚାହାନ୍ତି, ତେବେ ଆଜିର ଏହି ଭିଡିଓଟି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ। କାରଣ ଆଜିର ଏହି ଭିଡିଓଟି କୌଣସି ସାଧାରଣ ଭିଡିଓ ନୁହେଁ। ଏହା ଆପଣଙ୍କ ଜୀବନକୁ ବଦଳାଇ ଦେବା ଭଳି ଏକ ରହସ୍ୟମୟ ବିଷୟ, ଯାହା ଶୁଣିବା ଓ ଏହି ଉପାୟଟି କରିବା ପରେ ଆପଣଙ୍କ ହାତରେ ସମ୍ପୂର୍ଣ୍ଣ ଲକ୍ଷ ଟଙ୍କା ଆସି ପହଞ୍ଚିବ। ତେଣୁ ବନ୍ଧୁମାନେ, ଆଜିର ଏହି ଭିଡିଓଟି ଯେଉଁମାନେ ମହାଦେବଙ୍କ ପ୍ରକୃତ ଭକ୍ତ ଭାବରେ ଦେଖୁଛନ୍ତି, ସେମାନେ ସର୍ବପ୍ରଥମେ ଭିଡିଓଟିରେ ଏକ ଲାଇକ୍ କରିଦେବେ ଏବଂ ଆମର ୟୁଟ୍ୟୁବ୍ ଚ୍ୟାନେଲ ସବସ୍କ୍ରାଇବ୍ କରି ନିମ୍ନରେ ଥିବା କମେଣ୍ଟ ବକ୍ସରେ ହର ହର ମହାଦେବ ଓಂ ନମଃ ଶିବାୟ ଲେଖିଦେବେ, ଯାହାଦ୍ୱାରା ଭୋଳାନାଥଙ୍କ ଆଶୀର୍ବାଦ ଆପଣମାନଙ୍କ ଉପରେ ସର୍ବଦା ବଜାୟ ରହିବ। ଆସନ୍ତୁ, ଆଜିର ରାଶିଫଳ ଆରମ୍ଭ କରିବା ଏବଂ ଜାଣିବା ଆପଣମାନଙ୍କ ଜୀବନର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କିଛି କଥା। ବନ୍ଧୁମାନେ, ପ୍ରସ୍ତୁତ ହୋଇଯାଅ। ଭଗବାନ ଶିବ ଆପଣମାନଙ୍କ ଉପରେ କୃପାଦୃଷ୍ଟି ପ୍ରଦାନ କରିଛନ୍ତି। ହଁ, ଆପଣମାନଙ୍କ ଅବଗତି ପାଇଁ ଜଣାଇ ରଖୁଛି ଯେ ଆଗାମୀ 48 ଘଣ୍ଟା ପରେ ଆପଣମାନଙ୍କ ଜୀବନର ଘଣ୍ଟାରେ ଏକ ବିରାଟ ଚମତ୍କାର ଘଟିବାକୁ ଯାଉଛି। ହଁ, ମୋର ସାଧକ ବନ୍ଧୁମାନେ, ଆଗାମୀ 48 ଘଣ୍ଟା ପରେ ଆପଣମାନଙ୍କ ଦୈନନ୍ଦିନ ଜୀବନରେ ଯେଉଁ ବିଶାଳ ପରିବର୍ତ୍ତନ ଆସିବ, ତାହା ଦେଖି ପ୍ରକୃତରେ ଆପଣମାନଙ୍କ ଦେହରେ କାଣ୍ଟା ଦେଇ ଉଠିବ। ଆପଣମାନେ ଯାହା ସ୍ୱପ୍ନରେ ମଧ୍ୟ ଭାବିନଥିଲେ, ଆଜି ଠିକ୍ ସେହି ଜିନିଷ ହିଁ ପାଇବାକୁ ଯାଉଛନ୍ତି। ହଁ, ଯାହାକୁ ପାଇବା ପାଇଁ ଆପଣମାନେ ଦୀର୍ଘଦିନ ଧରି ଛଟପଟ ହେଉଥିଲେ ଏବଂ ଦିନରାତି ପରିଶ୍ରମ କରୁଥିଲେ, ଆଜି ସେହି ସମସ୍ତ ଜିନିଷ ଆପଣମାନଙ୍କ ପାଦତଳେ ଆସି ପହଞ୍ଚିବ। କଳଯୁଗର ଦେବତା, ଦେବାଦିଦେବ ମହାଦେବ, ବାବା ଓଗରଦାନୀ ଅତ୍ୟନ୍ତ ଭୋଳାଭାଳା। କୁହାଯାଏ ଯେ ମନୁଷ୍ୟର ଜୀବନରେ ଯେତେବେଳେ ମଧ୍ୟ କୌଣସି ଗଭୀର ସଙ୍କଟ ଆସେ ଏବଂ ବହୁତ ଦୁଃଖ କଷ୍ଟ ସହ୍ୟ କରିବାକୁ ପଡ଼େ,
ସେତେବେଳେ ଭଗବାନ ଶିବ ସେମାନଙ୍କ ପରୀକ୍ଷା ନେବାକୁ ଆସିଥାନ୍ତି। ଆଉ ସେହି ପରୀକ୍ଷାରେ ଯେଉଁ ବ୍ୟକ୍ତି ସଫଳ ହୁଅନ୍ତି, ଭଗବାନ ମହାଦେବ ତାଙ୍କୁ ମାଲାମାଲ କରିଦିଅନ୍ତି। କୋଟିଏ ଟଙ୍କା, ବ୍ୟାଙ୍କ ବାଲାନ୍ସ ଏବଂ ସମାଜରେ ବଡ଼ ନାମଖ୍ୟାତି ପ୍ରଦାନ କରନ୍ତି। ଆଉ ଠିକ୍ ଏହି କାରଣରୁ ଏହି ମୁହୂର୍ତ୍ତରେ କୁମ୍ଭ ରାଶିର ଜାତକମାନଙ୍କ ଜୀବନରେ ଭଗବାନ ଭୋଳାନାଥଙ୍କ ଆଶୀର୍ବାଦ ବହୁତ ଗଭୀର ଭାବରେ ବର୍ଷିତ ହେବାକୁ ଯାଉଛି। ତେଣୁ ଯେଉଁମାନେ ମହାଦେବଙ୍କ ପ୍ରକୃତ ଭକ୍ତ, ସେମାନେ ଭିଡିଓଟିରେ ଏକ ଲାଇକ୍ ପ୍ରଦାନ କରି ନିମ୍ନରେ ଥିବା କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖିଦିଅନ୍ତୁ ଏବଂ ଆମର ୟୁଟ୍ୟୁବ୍ ଚ୍ୟାନେଲ ସବସ୍କ୍ରାଇବ୍ କରିନିଅନ୍ତୁ, ଯାହାଦ୍ୱାରା ମହାଦେବଙ୍କ ଆଶୀର୍ବାଦ ଆପଣମାନଙ୍କ ଉପରେ ସର୍ବଦା ବଜାୟ ରହିବ ଏବଂ ଆପଣମାନେ ଯେଉଁଠାରେ ମଧ୍ୟ ଥାଆନ୍ତୁ ନା କାହିଁକି, ଭୋଳାନାଥ ଆପଣମାନଙ୍କ ଝୁଲି ଭରୁଥାନ୍ତୁ। ମୋର ବନ୍ଧୁମାନେ, ଜୀବନରେ କେବେ କେବେ ଏପରି ଏକ ସମୟ ଆସେ ଯେତେବେଳେ ମନୁଷ୍ୟ ଭାବେ ଯେ ମୋର ଭାଗ୍ୟ କେବେ ବଦଳିବ। ମୁଁ ଏତେ ଲଢ଼େଇ କରୁଛି, ତଥାପି କାହିଁକି ସଫଳତା ମୋଠାରୁ ଦୂରେଇ ରହୁଛି। ଏହି ମୁହୂର୍ତ୍ତରେ କୁମ୍ଭ ରାଶିର ଅନେକ ଜାତକ ଗତ କିଛି ସମୟ ଧରି ଠିକ୍ ଏହି ମାନସିକ ଅବସ୍ଥା ମଧ୍ୟ ଦେଇ ନିଜର ଦିନ କାଟୁଛନ୍ତି। ପରିବାରର ଦାୟିତ୍ୱ କ୍ରମାଗତ ଭାବରେ ବଢ଼ି ଚାଲିଛି। ଖର୍ଚ୍ଚର ଲଗାମ ଟଣା ଯାଉନାହିଁ। ଚାକିରିର ଚାପ, ବ୍ୟାପାରର ଚିନ୍ତା ଏବଂ ଭବିଷ୍ୟତକୁ ନେଇ ନିରାପତ୍ତାହୀନତାର ଭାବନା ଆପଣମାନଙ୍କ ଭିତରୁ ଦୁର୍ବଳ କରିଦେଉଛି। କିନ୍ତୁ ବର୍ତ୍ତମାନ ଆଉ ଏପରି ହେବ ନାହିଁ। ଭଗବାନ ମହାଦେବ ଆପଣମାନଙ୍କ କଥା ଶୁଣି ନେଇଛନ୍ତି ଏବଂ ନିଜର ସିଦ୍ଧାନ୍ତ ଘୋଷଣା କରିଦେଇଛନ୍ତି। ମହାଦେବ ଆପଣମାନଙ୍କ ପରିଶ୍ରମକୁ ଅବମାନନା କରୁନାହାନ୍ତି। ଠିକ୍ ଯେପରି ଅନ୍ଧକାର ରାତିର ପରେ ନୂତନ ସୂର୍ଯ୍ୟୋଦୟ ହୁଏ, ସେହିପରି ଏଥର ଆପଣମାନଙ୍କ ଜୀବନରେ ମଧ୍ୟ ନୂତନ ଆଶାର ଆଲୋକ ପ୍ରବେଶ କରିବାକୁ ଯାଉଛି। ହଁ, ମୋର ସାଧକ ବନ୍ଧୁମାନେ, ଆଜିର ଏହି ଭବିଷ୍ୟବାଣୀ କେବଳ କୌଣସି ସାଧାରଣ ଗ୍ରହର କଥା କହିବ ନାହିଁ, ବରଂ ଆପଣମାନଙ୍କ ଜୀବନର ସେହି ସମସ୍ତ କଷ୍ଟ ଏବଂ ପରିସ୍ଥିତିକୁ ଚିରଦିନ ପାଇଁ ଦୂର କରିବାକୁ ଆସିବ, ଯାହା ମଧ୍ୟ ଦେଇ ଆପଣମାନେ ପ୍ରତିଦିନ ଯାତାୟାତ କରନ୍ତି। ତେଣୁ ଆଜିର ଏହି ଭିଡିଓଟି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ, କାରଣ ମହାଦେବ ଆପଣମାନଙ୍କ ପାଇଁ ଏକ ବିଶେଷ ଉପାୟ ଏବଂ ଏକ ସଂକେତ ମାଧ୍ୟମରେ ମନ୍ତ୍ର ପଠାଇଛନ୍ତି। ଯେତେବେଳେ ଭଗବାନ ଆପଣମାନଙ୍କୁ କିଛି ଦେବାକୁ ଚାହାନ୍ତି, ସେତେବେଳେ ତାହା ଦେବା ପୂର୍ବରୁ ସେ କୌଣସି ନା କୌଣସି ଦିବ୍ୟ ଚମତ୍କାର ଘଟାଇ ଆମକୁ ବୁଝାଇ ଦିଅନ୍ତି ଯେ ସେ ଆମର ପୁକାର ଶୁଣି ନେଇଛନ୍ତି। ଠିକ୍ ଏହି କାରଣରୁ ଆପଣମାନେ ଯଦି ଆଜିର ଏହି ଭିଡିଓଟି ଦେଖୁଛନ୍ତି, ତେବେ ଆପଣମାନେ ଅତ୍ୟନ୍ତ ଭାଗ୍ୟଶାଳୀ। ଆଗାମୀ 48 ଘଣ୍ଟା ପରେ ଆପଣମାନଙ୍କ ଜୀବନରେ ଏପରି ଏକ ଚମତ୍କାର ଘଟିବ ଯାହା ଆପଣମାନଙ୍କ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ଦୀର୍ଘଦିନ ଧରି ଯେଉଁ ଚିନ୍ତା ଆପଣମାନଙ୍କ ମନରେ ବାସ ବାନ୍ଧିଥିଲା, ବାରମ୍ବାର କାମ ଅଟକି ଯାଉଥିଲା ଏବଂ କଠିନ ପରିଶ୍ରମ ପରେ ମଧ୍ୟ ଯେତେବେଳେ ଫଳ ମିଳୁନଥିଲା, ତା ବଦଳରେ ଏଥର ଦମଦାର ସଫଳତା ଆସିବାର ସମୟ ଆସିଯାଇଛି। ତେଣୁ ଏବେଠାରୁ ପ୍ରସ୍ତୁତ ହୋଇଯାଅ। ଏଥର ଆପଣମାନଙ୍କୁ ଏପରି ଏକ କଥା କହିବାକୁ ଯାଉଛି, ଯାହା ଶୁଣିବା ପରେ ଆପଣମାନଙ୍କ ଜୀବନରେ ଚମକି ପଡ଼ିବା ଭଳି ଘଟଣା ଘଟିପାରେ। ହଁ, ଆଜି ଆପଣମାନଙ୍କ ଜୀବନରେ ଧନସମ୍ପତ୍ତି ସମ୍ବନ୍ଧୀୟ କୌଣସି ଜବରଦସ୍ତ ସୁସମ୍ବାଦ ପାଇବାକୁ ଯାଉଛନ୍ତି। ମନେ ରଖିବେ, ଯଦି ଆପଣମାନଙ୍କର କୌଣସି ସ୍ଥାନରେ ଟଙ୍କା ଅଟକି ରହିଛି କିମ୍ବା କାହାକୁ ଧାର ଦେଇଥିଲେ ଯାହା ଫେରସ୍ତ ପାଉନଥିଲେ, ତେବେ ଆପଣମାନଙ୍କ କୋଷ୍ଠୀରେ ତାହାର ସକାରାତ୍ମକ ସଂକେତ ଦେଖାଯାଉଛି। ଭଗବାନ ମହାଦେବ ଆପଣମାନଙ୍କୁ ସମ୍ପୂର୍ଣ୍ଣ 50 କୋଟି ଟଙ୍କାର ଲାଭ କରାଇବେ। ହୀରା ଏବଂ ସୁନାର ଅଳଙ୍କାର ଆପଣମାନେ ଲାଭ କରିବେ। ଏକ ବିଶେଷ ପୋଟଳିରେ ସେହି ସମସ୍ତ ଜିନିଷ ଭଗବାନ ମହାଦେବ ସ୍ୱୟଂ ଆପଣମାନଙ୍କ ସାମ୍ନାରେ ଉପସ୍ଥିତ କରିବେ। ଶୁଣିବାକୁ ହୁଏତ କଥାଟି ଆପଣମାନଙ୍କ ପାଇଁ କିଛିଟା ଅଜବ କିମ୍ବା କାଳ୍ପନିକ ମନେ ହୋଇପାରେ, କିନ୍ତୁ କୁମ୍ଭ ରାଶିର 5 ଜଣ ବିଶେଷ ମନୁଷ୍ୟଙ୍କ ଜୀବନରେ ସମ୍ପୂର୍ଣ୍ଣ 50 କୋଟି ଟଙ୍କାର ମୁନାଫା ଅର୍ଜିତ ହେବ। ଏହି ଟଙ୍କା କିପରି ଆସିବ, ତାହା ସେହି ମନୁଷ୍ୟଟି ନିଜେ ବୁଝିପାରିବେ।
ଯଦି ଆପଣ ଜଣେ ସାଧାରଣ ଓ ଗରିବ ମନୁଷ୍ୟ ଅଟନ୍ତି ଏବଂ ପ୍ରତିଦିନ କଠିନ ପରିଶ୍ରମ କରିବା ପରେ ମଧ୍ୟ ଯଦି 2 ବେଳା ଅନ୍ନ ଯାଚିବାକୁ କଷ୍ଟ ହୁଏ, ତେବେ ଜାଣି ରଖନ୍ତୁ ମହାଦେବ ଆପଣଙ୍କ ପୁକାର ଶୁଣି ନେଇଛନ୍ତି। ଆଉ ଯଦି ଆପଣ ବଡ଼ କୌଣସି କ୍ଷେତ୍ରରେ ଜଡ଼ିତ ଅଛନ୍ତି ଏବଂ ସେଠାରୁ ଆଶାନୁରୂପ ଲାଭ ପାଉନାହାନ୍ତି, ତଥାପି ମନେ ରଖିବେ ଭୋଳାନାଥ ଆପଣଙ୍କ ପ୍ରାର୍ଥନା ଶୁଣି ନେଇଛନ୍ତି। ଆଗାମୀ 48 ଘଣ୍ଟା ପରେ ଆପଣମାନଙ୍କ ଜୀବନରେ ଏପରି ଏକ ମୋଡ଼ ଆସିବ ଯାହା ଦେଖି ପଡ଼ୋଶୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏହି କାରଣରୁ ଯଦି ଏହି ମୁହୂର୍ତ୍ତରେ ଆପଣମାନଙ୍କ ସ୍ୱପ୍ନରେ ଏହି ବିଶେଷ 3ଟି ଜିନିଷ ଦେଖିବାକୁ ପାଆନ୍ତି, ତେବେ ବୁଝିନେବେ ମହାଦେବ ଆପଣମାନଙ୍କୁ କୋଟିପତି ବଣାଇବାକୁ ଚାହାନ୍ତି। ସେହି ବିଷୟଗୁଡ଼ିକ କ'ଣ କ'ଣ? ଆସନ୍ତୁ ଆପଣମାନଙ୍କୁ ବିସ୍ତାରିତ ଭାବରେ ଜଣାଇଦେଉ। ସର୍ବପ୍ରଥମେ ଜୀବନ ସମ୍ବନ୍ଧୀୟ ଏକ ବାସ୍ତବ କଥା ଜାଣିନିଅନ୍ତୁ। ଜଣେ ବ୍ୟକ୍ତି ବହୁ ବର୍ଷ ଧରି ଚାକିରି କରୁଥିଲେ, ପରିଶ୍ରମ ପ୍ରଚୁର କରୁଥିଲେ, କିନ୍ତୁ ପ୍ରମୋଶନ ଅନ୍ୟ କେହି ପାଇଯାଉଥିଲେ। ଧୀରେ ଧୀରେ ସେ ନିରାଶ ହେବାକୁ ଲାଗିଲେ। ଦିନେ ସେ ହାର ନ ମାନି ନିଜ ଯୋଗ୍ୟତାର ବଳରେ କାମ କରିବା ଆରମ୍ଭ କଲେ। କିଛି ମାସ ପରେ ସେହି କମ୍ପାନୀ ତାଙ୍କୁ ସବୁଠାରୁ ବଡ଼ ଦାୟିତ୍ୱ ଏବଂ ଚମତ୍କାର ବେତନ ଦେଲା। ଏହି ଗଳ୍ପଟି ଆଜି କୁମ୍ଭ ରାଶିର ଅନେକ ମନୁଷ୍ୟଙ୍କ ଜୀବନରେ ସତ୍ୟ ପ୍ରମାଣିତ ହେବ। ଯଦି ଆପଣମାନଙ୍କର ମଧ୍ୟ କେବେ ଏପରି ଅନୁଭୂତି ହୋଇଥାଏ ଯେ ଆପଣମାନଙ୍କ ପରିଶ୍ରମର ପୂର୍ଣ୍ଣଫଳ ଆପଣମାନେ ପାଉନାହାନ୍ତି ଏବଂ ତାହାର ସୁଫଳ ଅନ୍ୟ କେହି ଛିନି ନେଉଛି, ତେବେ ଘବଡ଼ାନ୍ତୁ ନାହିଁ। ଗ୍ରହ ନକ୍ଷତ୍ରର ଅବସ୍ଥା ଏବେ ସମ୍ପୂର୍ଣ୍ଣ ଆପଣମାନଙ୍କ ଅନୁକୂଳକୁ ଆସିଯାଇଛି। ଆପଣମାନଙ୍କ ଧୈର୍ଯ୍ୟ ଏବେ ଫଳ ଦେବାକୁ ଆରମ୍ଭ କରିବ। ତେଣୁ ଯଦି ମହାଦେବଙ୍କ କୃପା ପାଇବାକୁ ଚାହାନ୍ତି, ତେବେ ତଳେ କମେଣ୍ଟ ବକ୍ସରେ ଏବେ ହିଁ 11 ଥର ଓମ୍ ନମଃ ଶିବାୟ ଲେଖିଦିଅନ୍ତୁ, ଯାହାଦ୍ୱାରା ଭୋଳାନାଥଙ୍କ ଆଶୀର୍ବାଦ ଆପଣମାନଙ୍କ ଉପରେ ବଜାୟ ରହିବ। ମୋର ସାଧକ ବନ୍ଧୁମାନେ, ବର୍ତ୍ତମାନ ସମୟରେ ଚାକିରି ଓ କ୍ୟାରିୟରର କଥା କହିବାକୁ ଗଲେ ଯେଉଁମାନେ ଚାକିରି କରୁଛନ୍ତି ସେମାନେ ଉଚ୍ଚ ପଦାଧିକାରୀମାନଙ୍କର ପୂର୍ଣ୍ଣ ସହଯୋଗ ପ୍ରାପ୍ତ କରିବେ। କୌଣସି ନୂତନ ସୁଯୋଗ ଆପଣମାନଙ୍କ ସାମ୍ନାକୁ ଆସିପାରେ। ନୂତନ ଦାୟିତ୍ୱ କିମ୍ବା ବେତନ ବୃଦ୍ଧିର ଆଲୋଚନା ହୋଇପାରେ। ଯେଉଁମାନେ ନୂତନ ଚାକିରିର ସନ୍ଧାନରେ ଅଛନ୍ତି, ସେମାନଙ୍କ ପାଇଁ ଶୁଭ ସମ୍ବାଦ ପ୍ରାପ୍ତିର ଯୋଗ ତିଆରି ହେଉଛି। ଖାଲି ଧ୍ୟାନ ରଖିବେ, ସୁଯୋଗ ଯେକୌଣସି ମୁହୂର୍ତ୍ତରେ ହଠାତ୍ ଚାଲି ଆସିପାରେ। ତେଣୁ କୌଣସି ଫୋନ୍ କଲ୍, ଇମେଲ୍ କିମ୍ବା ପୁରୁଣା ଯୋଗାଯୋଗକୁ ଅବହେଳା କରିବେ ନାହିଁ, କାରଣ ସାମାନ୍ୟ ଏକ ଭୁଲ ଆପଣଙ୍କ ଜୀବନରୁ ବଡ଼ ସୁଯୋଗ ଛିନି ନେଇପାରେ। ପୁଣି ଏକମାତ୍ର ସଠିକ୍ ସିଦ୍ଧାନ୍ତ ବା ଟିକେ ଚାଲାକି ଆପଣଙ୍କ ଜୀବନକୁ ରାତାରାତି ରାଜା ବଣାଇ ଦେଇପାରେ। ତେଣୁ ଏହି ବିଷୟରେ ଅତ୍ୟନ୍ତ ସଚେତନ ରହିବେ। ତେଣୁ ଯଦି ଆପଣମାନଙ୍କ ମନର ଗଭୀରତାରେ ଏହି ଦୃଢ଼ ବିଶ୍ୱାସ ଥାଏ ଯେ ଦେବାଦିଦେବ ମହାଦେବ ଆପଣମାନଙ୍କ ଖରାପ ସମୟକୁ ସୁନ୍ଦର କରି ତୋଳିବେ, ତେବେ ଡେରି ନ କରି ଏବେ ହିଁ ତଳେ କମେଣ୍ଟ ବକ୍ସରେ 13 ଥର ଓମ୍ ନମଃ ଶିବାୟ ଲେଖି ଜଣାନ୍ତୁ। ଦେଖିବେ ଆଗାମୀ 48 ଘଣ୍ଟା ମଧ୍ୟରେ ଏପରି ଏକ ଅଭାବନୀୟ ଚମତ୍କାର ଘଟିବ ଯାହା ଦେଖି ଆପଣମାନଙ୍କ ଆନନ୍ଦାଶ୍ରୁ ଝଡ଼ି ପଡ଼ିବ। ଏବେ ମନ ଦେଇ ଶେଷ କଥାଟି ଶୁଣନ୍ତୁ। ଯେଉଁ ମନୁଷ୍ୟ ନିଜର ଧୈର୍ଯ୍ୟ ଏବଂ ବିଶ୍ୱାସର ହାତ କେବେ ଛାଡ଼େ ନାହିଁ, ସେ ଜୀବନରେ କେବେ ପରାଜିତ ହୋଇପାରେ ନାହିଁ। ଏହି ଗୁଣଟି ସ୍ୱୟଂ ମହାଦେବ ଆପଣମାନଙ୍କୁ ଜନ୍ମଗତ ଉପହାର ଭାବରେ ପ୍ରଦାନ କରିଛନ୍ତି। ଯଦି ବର୍ତ୍ତମାନ ଆପଣମାନଙ୍କ ଜୀବନ ସଂଗ୍ରାମ ମଧ୍ୟ ଦେଇ କାଟୁଥାଏ, ତେବେ କେବେ ହେଲେ ନିରାଶ ହେବେ ନାହିଁ। ପ୍ରତ୍ୟେକ ଘନ ଅନ୍ଧକାରର ପରେ ଯେପରି ଆଲୋକ ଝଲମଳ ସକାଳ ଆସେ, ସେହିପରି ଆପଣମାନଙ୍କ ବର୍ତ୍ତମାନର ଏହି ସମସ୍ତ କଷ୍ଟ ଏବଂ ସମସ୍ୟା ମଧ୍ୟ ବହୁତ ଶୀଘ୍ର ଚିରଦିନ ପାଇଁ ଦୂର ହୋଇଯିବ। ଆଉ ଏହି କଠିନ ଲଢ଼େଇର ଅଭିଜ୍ଞତାରୁ ହିଁ ଆପଣମାନେ ଆହୁରି ଅଧିକ ଶକ୍ତିଶାଳୀ ଏବଂ ଦୃଢ଼ଚେତା ମନୁଷ୍ୟରେ ପରିଣତ ହେବେ। ସବୁଠାରୁ ବଡ଼ ସୁଖବର ହେଲା, କୁମ୍ଭ ରାଶିର ଜାତକମାନଙ୍କ ପାଇଁ ଆଗାମୀ ଦିନଗୁଡ଼ିକ ଏକ ନୂତନ ସୂଚନାର ସୁନାମଧନ୍ୟ ସୁଯୋଗ ନେଇ ଆସୁଛି। ଯେଉଁ କାମଗୁଡ଼ିକ
ଦୀର୍ଘକାଳ ଧରି ଥମି ରହିଥିଲା, ସେଗୁଡ଼ିକରେ ଏବେ ଦୁର୍ଦ୍ଦର୍ଶ ଗତି ଆସିବ। କିଛି ମନୁଷ୍ୟଙ୍କ କର୍ମଜୀବନରେ ପଦୋନ୍ନତି, ବ୍ୟାପାରରେ ବଡ଼ ଲାଭ, ପରିବାରରେ ଶୁଭ ସମ୍ବାଦ ଆଗମନ ଏବଂ ସାମଗ୍ରିକ ଆର୍ଥିକ ଅବସ୍ଥାର ଅଭାବନୀୟ ଉନ୍ନତି ଦେଖିବାକୁ ପାଇବେ। ଏହି ସମୟଟି ସମ୍ପୂର୍ଣ୍ଣ ଭାବରେ ସକାରାତ୍ମକ ଚିନ୍ତା କରିବାର ସମୟ। ଯଦି ଆପଣମାନେ ଏହି ମୁହୂର୍ତ୍ତରେ ମଧ୍ୟ ନକାରାତ୍ମକ ଚିନ୍ତା କରିଚାଲିଥିବେ ଏବଂ ମନେ ମନେ ଭାବୁଥିବେ ଯେ ଆମର ଜୀବନଟା ଖରାପ, ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଆମର ଭଲ କିଛି ହେବାକୁ ଯାଉନାହିଁ, ତେବେ ମନେ ରଖିବେ, ଯେପରି ଭାବନା ଆପଣ ଭାବିବେ, ଠିକ୍ ସେହିପରି ହିଁ ଆପଣଙ୍କ ସହିତ ଘଟିବ ଏବଂ ଜୀବନରେ ଆପଣ କିଛି ମଧ୍ୟ ଅର୍ଜନ କରିପାରିବେ ନାହିଁ। ତେଣୁ ଯେଉଁମାନେ ଦୀର୍ଘଦିନ ଧରି ନାନା ସମସ୍ୟାରେ ଜର୍ଜରିତ ଥିଲେ, ସେମାନଙ୍କ ପାଇଁ ଏକ ଅତ୍ୟନ୍ତ ଶକ୍ତିଶାଳୀ ଉପାୟ ଓ ମହାମନ୍ତ୍ର କହିଦେଉଛି, ଯାହା ପାଠ କଲେ ଆପଣମାନଙ୍କ ମନ ଅପାର ଶାନ୍ତିରେ ଭରି ଉଠିବ। ଯଦି ଆପଣମାନେ ଭଗବାନ ଶିବଙ୍କ ବିଶେଷ କୃପା ଲାଭ କରିବାକୁ ଚାହାନ୍ତି, ତେବେ ପ୍ରତିଦିନ ସକାଳେ ଅଥବା ସନ୍ଧ୍ୟାରେ ଶିବଲିଙ୍ଗରେ ଶୁଦ୍ଧ ଜଳ ଅର୍ପଣ କରନ୍ତୁ। ସେହି ଜଳରେ କିଛି କଳା ତିଳ ମିଶାଇ ଅର୍ପଣ କରିବା ଅତ୍ୟନ୍ତ ଫଳଦାୟକ। ଏହାପରେ ମନେ ମନେ ନିଜର ସମସ୍ତ ଇଚ୍ଛା ଏବଂ ପ୍ରାର୍ଥନା ଭଗବାନ ଶିବଙ୍କ ଚରଣରେ ନିବେଦନ କରନ୍ତୁ। ଏହାପରେ 108 ଥର ପବିତ୍ର ମନ୍ତ୍ର ଜପ କରନ୍ତୁ। ଶ୍ରୀ ଶିବାୟ ନମସ୍ତୁଭ୍ୟମ୍, ଓಂ ନମଃ ଶିବାୟ, ଏବଂ ଯଦି ସମ୍ଭବ ହୁଏ ତେବେ 11 ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିପାରିବେ। ଯଦି ନିଜେ ଜପ କରିବା ସମ୍ଭବ ନାହିଁ, ତେବେ ୟୁଟ୍ୟୁବରେ ଏହି ମନ୍ତ୍ର ଚାଳିତ କରି ମନୋଯୋଗ ସହିତ ଶୁଣିପାରିବେ। ମନ୍ତ୍ର ଜପ କରିବା ବା ଶୁଣିବାର ଫଳ ସମାନ ଭାବରେ ମିଳିଥାଏ, କିନ୍ତୁ ମନ ଭିତରେ ଗଭୀର ଭକ୍ତି ଏବଂ ବିଶ୍ୱାସ ରହିବା ଅତ୍ୟନ୍ତ ଜରୁରୀ। ମନ୍ତ୍ର ଶୁଣିବା ସମୟରେ ସମ୍ପୂର୍ଣ୍ଣ ତନ୍ମୟ ହୋଇ ଆଖି ବନ୍ଦ କରି ଭଗବାନ ଶିବଙ୍କୁ ନିଜର ଠିକ୍ ସାମ୍ନାରେ ଉପସ୍ଥିତ ବୋଲି କଳ୍ପନା କରନ୍ତୁ। ଏହାପରେ ଦେଖନ୍ତୁ ମହାଦେବ କିପରି ଆପଣଙ୍କ ଜୀବନକୁ ସୁଖ ସମୃଦ୍ଧିରେ ଭରି ଦେଉଛନ୍ତି। ଏବେ ଆସିବା ଟଙ୍କା ନୋଟର ବଣ୍ଡଲ ପ୍ରସଙ୍ଗକୁ। ଏହି ଭାଗ୍ୟ କାହା ଭାଗ୍ୟରେ ଜୁଟିବ? ବନ୍ଧୁମାନେ, ଭଗବାନ ଶିବ ହେଉଛନ୍ତି ଦେବାଦିଦେବ ମହାଦେବ। ସେ କେବେ ମଧ୍ୟ ନିଜର କୌଣସି ଭକ୍ତକୁ ନିରାଶ କରନ୍ତି ନାହିଁ। ଆଗାମୀ 48 ଘଣ୍ଟା ପରେ ଯଦି ରାସ୍ତା ଦେଇ ଚାଲିବା ସମୟରେ ଆପଣମାନଙ୍କ ହାତକୁ ଗୋଟିଏ 1 ଟଙ୍କାର କଏନ୍ ମଧ୍ୟ ଆସିପଡ଼େ, ତେବେ ତାହାକୁ ଅବହେଳା ନ କରି ଅତ୍ୟନ୍ତ ଯତ୍ନର ସହିତ ଉଠାଇ ନିଜ ସିନ୍ଦୁକରେ ବା ଟଙ୍କା ବାକ୍ସରେ ରଖିଦେବେ। ଏହି 1 ଟଙ୍କାର କଏନ୍ଟି ହିଁ ହୁଏତ ଆପଣଙ୍କ ଭାଗ୍ୟର ଚକା ବୁଲାଇ ଦେଇ ଆପଣଙ୍କୁ କୋଟିପତି ବଣାଇ ଦେଇପାରେ। ଆଗାମୀ 48 ଘଣ୍ଟା କିମ୍ବା ଆଗାମୀ 7 ଦିନ ମଧ୍ୟରେ ଆପଣଙ୍କ ଦୃଷ୍ଟିରେ ଯାହା କିଛି ବହୁତ ମୂଲ୍ୟବାନ ବା ବିଶେଷ ବୋଲି ମନେ ହେବ, ତାହା ସିନ୍ଦୁକରେ ଯତ୍ନର ସହିତ ରଖି ଭଗବାନ ଶିବଙ୍କୁ ସ୍ମରଣ କରି ନିଜର ମନର ଏକାନ୍ତ ଇଚ୍ଛାଟି ତାଙ୍କ ନିକଟରେ ବ୍ୟକ୍ତ କରିବେ। ଦେଖିବେ କିପରି ଆପଣମାନଙ୍କ ଘରର ସିନ୍ଦୁକ ବା ଲକର ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ହୋଇ ଉଠୁଛି। ଆପଣମାନଙ୍କର କ'ଣ ଦେବାଦିଦେବ ମହାଦେବଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ଅଛି ଯେ ସେ ଆପଣମାନଙ୍କ ସମସ୍ତ ସଙ୍କଟ ଦୂର କରି ଆପଣମାନଙ୍କ ଦିନ ଭଲ କରିବେ? ଯଦି ଆପଣମାନଙ୍କର ଉତ୍ତର ହଁ ହୁଏ, ତେବେ ଏବେ ହିଁ ତଳେ କମେଣ୍ଟ ବକ୍ସରେ 11 ଥର ଓಂ ନମଃ ଶିବାୟ ଲେଖି ଜଣାନ୍ତୁ। ଦେଖିବେ ଆଗାମୀ 48 ଘଣ୍ଟା ପରେ ଯେଉଁ ବିଶାଳ ଚମତ୍କାର ଆପଣମାନଙ୍କ ଜୀବନରେ ଘଟିବ, ତାହା ଦେଖି ଆପଣମାନଙ୍କ ଚକ୍ଷୁ ଆନନ୍ଦରେ ଓଦା ହୋଇଯିବ।